ମାନେ ଆଜି ଏକ ସୁନ୍ଦର ବିଷୟ ପଢିବା। ଆମ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଏହି ବିଷୟ ସ୍ଥାନିତ ପାଇଛି। ବିଷୟ ନାଁ ହେଉଛି ସନ୍ଧ୍ୟା। ଏହାକୁ ଲେଖୁଛନ୍ତି ମଧୁସୂଦନ ରାଓ। ତାହେଲେ ପଢିବା। ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ। ତାହେଲେ ଅସ୍ତ ହେଲା ଦିନମଣି ହେଲା ଦିନ ଶେଷ। ଦିନମଣି ମାନେ କିଏ? ସୂର୍ଯ୍ୟ। ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି ତାହେଲେ ଆମେ ଜାଣିଛେ ଦିନ ସରିଗଲା। ଆସଇ ରଜନୀ ରାଣୀ ଧରି କଳା ବେଶ, ଏବଂ ରାତିର ରାଣୀ କଳା ଅନ୍ଧକାରରେ ତାର ବେଶ ଧରି ପ୍ରବେଶ କଲା। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ। ତାହେଲେ ସନ୍ଧ୍ୟା ହେଇ ଆସିଲା ପିଲାମାନେ। ପକ୍ଷୀମାନେ କ'ଣ ରାବ ଦେଇ ନିଜ ଘରକୁ ଫେରି ଯାଉଛନ୍ତି। ଆଉ କ'ଣ ଲେଖିଲେ କବି? ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି, ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହୁଡ଼ି। ହଳ କାମ ସାରି ଚଷା ମହା ଆନନ୍ଦରେ, ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ। ତାହେଲେ ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି, ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହାଡ଼ି। ଗୋରୁମାନେ କ'ଣ ଯୋଉ ଚରି ଯାଇଥିଲେ ସେମାନେ ଘରକୁ ଫେରୁଛନ୍ତି ଏବଂ ଗାଁ ଦାଣ୍ଡରେ କେମିତି ଧୂଳି ଉଡ଼ାଇ ଆସୁଛନ୍ତି। ବୁଝିହେଲା? ଏବଂ ଚାଷୀ ହଳ କରି ମହା ଆନନ୍ଦରେ ବିଭିନ୍ନ ପ୍ରକାର ଗୀତ ଗାଇ ତା ଘରକୁ ଫେରୁଛି। ହେଲା, ଇଏ ହେଲା ସନ୍ଧ୍ୟା ସମୟର ଦୃଶ୍ୟ ପିଲାମାନେ। ସନ୍ଧ୍ୟାକୁ କବି ବହୁତ ସୁନ୍ଦର ଭାବେ କ'ଣ ବର୍ଣ୍ଣନା କରିଛନ୍ତି। ଆହୁରି କ'ଣ? ଚାହୁଁ ଚାହୁଁ ଅନ୍ଧକାର ଘୋଟୋଇ ଗଗନ, ଆବରଇ ଜଳ ସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ତାହେଲେ ଚାହୁଁ ଚାହୁଁ ଅନ୍ଧକାର ଘୋଟୋଇ ଗଗନ, ସାଙ୍ଗେ ସାଙ୍ଗେ ଆକାଶରେ ପୁରା ଅନ୍ଧକାର ଖେଳିଗଲା। ଆବରଇ ଜଳ ସ୍ଥଳ ପର୍ବତ କାନନ, ସବୁଆଡ଼େ ଜଳ ସ୍ଥଳ ପର୍ବତ ଜଙ୍ଗଲ ସବୁଆଡ଼େ କ'ଣ ଅନ୍ଧକାର ମାଡ଼ି ଆସିଲା। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଦୀପାବଳିରେ ଯେମିତି ଆମେ ଦୀପ ଜାଳି ଅନ୍ଧାରକୁ ଆଲୁଅ କରୁ, ସେମିତି ଆକାଶରେ ତାରାମାନେ ଗୋଟି ଗୋଟି ହୋଇକି କ'ଣ ଆଲୋକ ଆକାଶରେ ଅଳ୍ପ ଅଳ୍ପ ଆଲୋକ ପ୍ରଦାନ କରୁଛନ୍ତି। ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ତାହେଲେ ଏବେ ଆଉ ସେ ଦିନର ଗହଳି ନାହିଁ। ହେଲା, ସମସ୍ତେ ଆଉ ବୁଲୁନାହାନ୍ତି। ହେଲା, ଏବେ ଆଉ କ'ଣ ସମସ୍ତେ ଘରକୁ ଚାଲିଗଲେଣି। ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସବୁ ଆକୁଳ ଅନ୍ତରେ। ଏବଂ ନିଜ ମନକୁ ଆନନ୍ଦର ସହିତ ବିଶ୍ରାମ ସେ ଘରେ କ'ଣ ଶୋଇଥାନ୍ତି, ସମସ୍ତେ ବିଶ୍ରାମ କରୁଥାନ୍ତି। ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ତାହାର ପରଶେ ଏବେ ମୁଦିବେ ନୟନ। ଆସ୍ତେ ଆସ୍ତେ ନିଦ ଆସିଯାଉଛି ଏବଂ ସେ ନିଦ ଏବେ କ'ଣ ଆଖିକି ଆମର ବନ୍ଦ କରିଦେଲାଣି। ଆମେ ବର୍ତ୍ତମାନ ନିଦ୍ରାରେ ଶୋଇପଡ଼ିବା। ଏ ହେଉଛି ପିଲାମାନେ ଏକ ସୁନ୍ଦର ବିଷୟ। ଆମକୁ ସନ୍ଧ୍ୟା କବି ମଧୁସୂଦନ ଆକୁ ଆଲୋଚନା କରିଛନ୍ତି। ଧନ୍ୟବାଦ ପିଲାମାନେ।